ବାପା ଓ ଝିଅର କାହାଣୀ। ଜଣେ ବାପା ଯିଏ ନିଜ ଝିଅକୁ ବହୁତ ଭଲ ପାଉଥିଲେ, ତା'ର ପ୍ରତ୍ୟେକ ଇଚ୍ଛା ପୂରଣ କରିବାକୁ ଚେଷ୍ଟା କରୁଥିଲେ। ଝିଅ ଯାହା କହୁଥିଲା ତାକୁ ବାପା ତୁରନ୍ତ ପୂରଣ କରୁଥିଲେ। କିନ୍ତୁ ଅଜାଣତରେ ସେ ନିଜ ଝିଅକୁ ଆଦର୍ଶ ସଂସ୍କୃତିରୁ ଦୂରେଇ ନେଉଥିଲେ। ଝିଅ ଜିଦଖୋର ସ୍ୱଭାବର ହୋଇଯାଇଥିଲା ଏବଂ ଯାହାକୁ ହେଲେ ବି ଉତ୍ତର ଦେବାକୁ ସେ ସଂକୋଚ ବୋଧ କରୁନଥିଲା। ଝିଅର ମା' ନିଜ ସ୍ୱାମୀଙ୍କୁ ବହୁତ ଥର ବୁଝାଇଛନ୍ତି ଯେ ଝିଅକୁ ଏତେ ପ୍ରେମ ଦିଅ ନାହିଁ, ଏହା ତାକୁ ନଷ୍ଟ କରିବ। କିନ୍ତୁ ବାପା ସବୁବେଳେ ଏହା କହି କଥା କାଟି ଦିଅନ୍ତି। ବର୍ତ୍ତମାନ ସେ ଛୋଟ ଅଛି, ବଡ଼ ହେଲେ ସେ ସବୁ ବୁଝିପାରିବ। ତା'ପରେ ଝିଅ ବଡ଼ ହୋଇଯାଏ, କିନ୍ତୁ ତା'ର ସ୍ୱଭାବ ପୂର୍ବ ଅପେକ୍ଷା ଅଧିକ କଠୋର ହୋଇଯାଇଥାଏ। ତାଙ୍କ ଝିଅର ବିବାହ ବୟସ ହୋଇଯାଇଥିବାରୁ ବାପା ତା' ପାଇଁ ଉପଯୁକ୍ତ ବର ଏବଂ ଏକ ଭଲ ପରିବାର ଖୋଜିବା ଆରମ୍ଭ କଲେ। କିଛି ଦିନ ଖୋଜିଲା ପରେ ଏକ ଭଲ ପରିବାର ଏବଂ ଯୋଗ୍ୟ ବର ମିଳିଗଲା। ବାପା ତାଙ୍କ ଝିଅର ବାହାଘର ବହୁ ଧୁମ୍‌ଧାମ୍‌ରେ କରିଲେ ଏବଂ ବହୁତ ଯୌତୁକ ମଧ୍ୟ ଦେଲେ, ଯେମିତି ଝିଅର ଚଳିବାରେ କୌଣସି ଅସୁବିଧା ନ ହୁଏ। ଝିଅ ବୋହୂ ହୋଇ ଶ୍ୱଶୁର ଘରକୁ ଆସିଲା। 2 ଦିନ ତ ସବୁ ଠିକ୍ ଥିଲା, କିନ୍ତୁ ତୃତୀୟ ଦିନ ଶ୍ୱଶୁର ଘରଲୋକ ତା'ର ବ୍ୟବହାର ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଯେତେବେଳେ କିଛି ବି କାମ କରିବା ପାଇଁ କୁହାଯାଉଥିଲା, ସେ ସଙ୍ଗେ ସଙ୍ଗେ ମନା କରୁଥିଲା। ନିଜ ଶାଶୁ ଶ୍ୱଶୁର ସହିତ ଯୁକ୍ତି କରୁଥିଲା। ସକାଳୁ ଡେରିରେ ଉଠେ ଏବଂ ପୂରା ଦିନ ଟିଭି ଦେଖିବାରେ ଲାଗିଥାଏ। ଶାଶୁ ଖୁଣ୍ଟା ମାରି କହନ୍ତି କି କେଜାଣି କେମିତି ମା' ବାପା ସଂସ୍କାର ଦେଇଛନ୍ତି। ଦିନେ ତା'ର ଶାଶୁ ତା'ର ବାପାଙ୍କୁ ଫୋନ୍ କରି ଡକାଇଲେ ଏବଂ ତା' ପରଦିନ ବାପା ତାଙ୍କ ଝିଅକୁ ନେବାକୁ ଆସନ୍ତି। କିନ୍ତୁ ତା' ବାପା ସହ କେହି ବି ଶ୍ୱଶୁର ଘର ଲୋକ ସିଧା ମୁହଁରେ ବି କଥା ହେଲେ ନାହିଁ। ବାପା ଝିଅର ଶାଶୁଙ୍କୁ କହିଲେ, ମୁଁ ଝିଅକୁ ନେଇଯାଉଛି, 4-5 ଦିନ ପରେ ଆଣି ଛାଡ଼ିଦେବି। ଶାଶୁ ରାଗିକି କହିଲେ, କିଛି ଦରକାର ନାହିଁ, ନିଜ ଝିଅକୁ ନିଜ ଘରେ ରଖ ଏବଂ ଯେତିକି ଯୌତୁକ ଦେଇଥିଲ ତାକୁ ମଧ୍ୟ ନେଇଯାଅ। ଦୁଃଖୀ ବାପା ମୁଣ୍ଡ ତଳକୁ କରି ଝିଅକୁ ନିଜ ସାଥିରେ ନେଇକି ଗଲେ। ରାସ୍ତାରେ ବାପା ଝିଅକୁ ପଚାରିଲେ, ଝିଅ, 10 ଦିନରେ ଏମିତି କେମିତି ହୋଇଗଲା? କ'ଣ ତୋର ଶ୍ୱଶୁର ଘରଲୋକ ଭଲ ନୁହନ୍ତି କି? ଝିଅ ସଙ୍ଗେ ସଙ୍ଗେ ଉତ୍ତର ଦେଲା, ବିଲକୁଲ ବି ଭଲ ନୁହନ୍ତି। ଶାଶୁ ତ ଚୁଡ଼େଲ। ତା'ପରେ ବାପା କହିଲେ, ଚୁଡ଼େଲ ଆଉ ବାକି ଲୋକ? ଝିଅ କହିଲା, କେହି ବି ଭଲ ନୁହନ୍ତି, ସମସ୍ତେ ଶାଶୁର କଥାରେ ଚଳନ୍ତି। ଘରକୁ ଆସିବାର 2 ଦିନ ପରେ ବାପା ମା' ଝିଅକୁ ବହୁତ ବୁଝାଇବାକୁ ଚେଷ୍ଟା କଲେ, କିନ୍ତୁ ଝିଅ ମାନିବାକୁ ପ୍ରସ୍ତୁତ ନୁହେଁ। ବାପା ଝିଅର ଦୁଃଖ ବୁଝିଗଲେ ଏବଂ କହିଲେ, ଝିଅ, ଯଦି ତୋ ରାସ୍ତାରୁ ଶାଶୁ ଚାଲିଯାଏ, ତେବେ ତୁ ତୋ ଶ୍ୱଶୁର ଘରେ ରହିବାକୁ ପ୍ରସ୍ତୁତ ତ? ଝିଅ କହିଲା, ହଁ, ତେବେ ତ ମୁଁ ଆଉ ବାକି ସମସ୍ତଙ୍କୁ ମୋ ଇସାରାରେ ନଚାଇ ଦେବି। ତା' ପରଦିନ ବାପା ତା' ଝିଅ ପାଖକୁ ଆସିଲେ ଏବଂ ଗୋଟେ ପକେଟ୍ ଦେଲେ ଏବଂ କହିଲେ, ଝିଅ, ଏହି ପକେଟରେ ବିଷ ଅଛି, ତୁ ତୋ ଶାଶୁ ଘର ଯା ଏବଂ ତୋ ଶ୍ୱଶୁର ଖାଦ୍ୟରେ ମିଶାଇକି ଖାଇବାକୁ ଦେଇଦେ। ଏହି ବିଷ ଧୀରେ ଧୀରେ କାମ କରେ। 6 ମାସରେ ତୋ ଶାଶୁ ମରିଯିବ ଏବଂ କାହାରିକୁ ବି ସନ୍ଦେହ ବି ହେବ ନାହିଁ। ଝିଅ ଖୁସି ହୋଇଗଲା ଏବଂ କହିଲା, ବାପା, ସତରେ କ'ଣ ଏମିତି ହୋଇପାରିବ? ବାପା କହିଲେ, ବିଲକୁଲ, କିନ୍ତୁ ତତେ 6 ମାସ ପର୍ଯ୍ୟନ୍ତ ତୋ ଶାଶୁର କଥା ମାନିବାକୁ ପଡ଼ିବ ଏବଂ ଶାନ୍ତ ରହିବାକୁ ପଡ଼ିବ। ବରଂ ତତେ ଯିଏ ଯାହା କହିଲେ ମଧ୍ୟ ତୁ ଜବାବ ନ ଦେଇ ଚୁପ୍ ରହିବୁ। ଏମିତି କରିଲେ ତତେ କେହି ବି ସନ୍ଦେହ କରିବେ ନାହିଁ। ଝିଅ କହିଲା, ଠିକ୍ ଅଛି। ତା'ପରେ ବାପା ତାଙ୍କ ଝିଅକୁ ନେଇ ଶ୍ୱଶୁର ଘରେ ଛାଡ଼ିବାକୁ ଗଲେ ଏବଂ ଶାଶୁଙ୍କୁ ବାପା ନିବେଦନ କଲେ ଯେ ଏବେ ମୋ ଝିଅ ପୂରା ବଦଳି ଯାଇଛି ଏବଂ ଝିଅକୁ ଇସାରା କଲେ। ଝିଅ ସଙ୍ଗେ ସଙ୍ଗେ ଇସାରା ବୁଝି ଶାଶୁର ପାଦ ତଳେ ପଡ଼ି କ୍ଷମା ମାଗିବାକୁ ଲାଗିଲା। ଏହା ଦେଖି ଶାଶୁ ଚିନ୍ତା କରିବାକୁ ଲାଗିଲେ, ଏହା କେମିତି ହୋଇପାରିଲା? ତା'ପରେ ଶାଶୁ ବୋହୂକୁ ଗୋଟେ ସୁଯୋଗ ଦେବା ପାଇଁ ସ୍ଥିର କଲେ। ତା'ପରେ ଝିଅ ତା' ଶ୍ୱଶୁର ଘରେ ବହୁତ ଧୀର ସ୍ଥିର ଭାବରେ ରହିଲା ଏବଂ ସକାଳେ ସମସ୍ତଙ୍କଠୁ ଜଲ୍ଦି ଉଠି ସମସ୍ତଙ୍କ ପାଇଁ ଜଳଖିଆ ବନାଏ
ନିଜ ଶାଶୁ ଶ୍ୱଶୁରର ଦେଖାଶୁଣା କରେ। ଯଦି କିଏ କିଛି କହିଲେ ତେବେ ତାର ଜବାବ ଦିଏ ନାହିଁ। ଠିକ୍ ସମୟରେ ଖାଇବା ବନାଏ ଏବଂ ଶାଶୁର ଖାଦ୍ୟରେ ଚିମୁଟା ବିଷ ପକାଇ ଦିଏ। ଶାଶୁ ଚିନ୍ତା କରିବାକୁ ଲାଗିଲେ। ଆମେ ଆମ ବୋହୂକୁ ଚିହ୍ନି ପାରି ନଥିଲୁ। ଏବେ ଶାଶୁ ଶ୍ୱଶୁର ତାଙ୍କ ବୋହୂର ବହୁତ ପ୍ରଶଂସା କରନ୍ତି ଏବଂ ତାର ସ୍ୱାମୀ ମଧ୍ୟ ତାକୁ ଭଲ ପାଏ। ତାପରେ ବୋହୂକୁ ବି ତାର ଶ୍ୱଶୁର ଘର ନିଜ ଘର ପରି ଲାଗିବାକୁ ଲାଗିଲା। 4 ମାସ ପରେ ଏବେ ଶାଶୁର ଖାଦ୍ୟରେ ବିଷ ପକାଇବାକୁ ତାର ହାତ ଥରିଲା। ଶାଶୁ ଘରର ଚାବି ତା ବୋହୂକୁ ଦେଇଦେଲେ। ଏବେ ଶାଶୁ ତାକୁ ତା ମା' ପରି ଲାଗିବାକୁ ଲାଗିଲା। ଝିଅ ତା ବାପ ଘରକୁ ଆସି କାନ୍ଦି କାନ୍ଦି କହିବାକୁ ଲାଗିଲା, ବାପା, ମାଆଙ୍କୁ ବଞ୍ଚାଇ ଦିଅ। ମୁଁ ତାଙ୍କୁ 4 ମାସ ଧରି ବିଷ ଦେଇ ଆସୁଥିଲି, କିନ୍ତୁ ଏବେ ମୁଁ ଚାହୁଁଛି ସେ ବଞ୍ଚି ରୁହନ୍ତୁ। ବାପା କହିଲେ, ଆରେ ସେ ତ ଚୁଡ଼େଲ ଥିଲେ। ଝିଅ କହିଲା, ବାପା ସେମିତି କୁହନା, ସେ ମୋ ମା', ନିଜ ମା'ଠୁ ବି ବହୁତ ଭଲ। ଏବଂ କାନ୍ଦିବାକୁ ଲାଗିଲା। ନିଜ ଝିଅକୁ କାନ୍ଦିବାର ଦେଖି ବାପା ହସିବାକୁ ଲାଗିଲେ ଏବଂ ଝିଅର ଆଖିରୁ ଲୁହ ପୋଛି କହିଲେ, ଝିଅ, ତୁ ଚିନ୍ତା କରନି, ତୋ ଶାଶୁର କିଛି ହେବ ନାହିଁ। ତାହା ବିଷ ନଥିଲା, ଖାଲି ଧଳା ପାଉଡର ଥିଲା। ଏସବୁ ମୁଁ ତୋତେ ବୁଝାଇବା ପାଇଁ କରିଥିଲି ଯେ ତୋର ଶାଶୁ ଶ୍ୱଶୁର ଏବଂ ତୋର ସ୍ୱାମୀ ଖରାପ ନୁହନ୍ତି। ଏବେ ଯେତେବେଳେ ତୁ ତୋର ବ୍ୟବହାର ବଦଳାଇଲୁ ତ ସବୁ କିଛି ବଦଳିଗଲା। ଯଦି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ ତେବେ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ। ଧନ୍ୟବାଦ।